ଆଜି ମୁଁ ଆପଣଙ୍କ ସାଙ୍ଗରେ ଛେନାପୋଡ଼ର ଗୋଟେ ବହୁତ ଇଜି ରେସିପି ସେୟାର କରିବି, ଯେମିତିକି ଆପଣମାନଙ୍କୁ ୱେଟ୍ କରିବାକୁ ପ୍ରୋବ୍ଲେମ୍ ହେଉଥିବ। ତ ଆଜି ଆପଣଙ୍କ ସାଙ୍ଗରେ ସେଇ ରେସିପିଟାକୁ ସ୍ପୁନ୍ ହିସାବରେ ସେୟାର କରିବି କି 1 ଲିଟର କ୍ଷୀରରେ ଆପଣଙ୍କର କେତେ ଚିନି ଆଉ ବାକି ସବୁ ଜିନିଷ ଆଡ଼୍ ହେବ, ସେଇ ହିସାବରେ ମୁଁ ଆଜି ଆପଣଙ୍କ ସହ ସେୟାର କରିବି। ତ ଆପଣଙ୍କୁ ବି ବନେଇବାକୁ ଏ ରେସିପିଟା ବହୁତ ଇଜି ହେବ। ତେବେ ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରିବା। ତ ଏଠି ମୁଁ ନେଇଛି କ୍ଷୀର। ପାଖାପାଖି ଆପଣଙ୍କର 1 ଲିଟର କ୍ଷୀରରୁ 200 ଗ୍ରାମ या 200 ଗ୍ରାମରୁ ଟିକେ କମ୍ ବେଶୀ ପନିର ବାହାରିବ। ଛେନାପୋଡ଼ଟା କ୍ଷୀର ଗରମ ହେଲା ପରେ ସେଥିରେ ମୁଁ ଛେନା ପାଣି ଆଡ଼୍ କରିଦେଇଥିଲି। ଆଉ କିଛି ବି କ୍ରିଟିକାଲ ପ୍ରୋସେସ୍ ସେଥିରେ ନାହିଁ। ତ ଛେନା ପାଣି ଆଡ଼୍ କରିଦେଲେ ସେଟା ଫୁଟୁଥିବା ଅବସ୍ଥାରେ ଛେନାଟା କ୍ଷୀରଟା ଛିଡ଼ିଯିବ। ଆଉ ତାକୁ ତା ଭିତରେ ପାଣି ଭିତରେ ଆପଣ 15ରୁ 20 ମିନିଟ୍ ଛାଡ଼ିଦେବେ, ହେଲେ ଛେନାଟା ସଫ୍ଟ ହେଇଯିବ। ତ ମୁଁ ଏଠି 3 ଲିଟର କ୍ଷୀର ନେଇଛି। ଆଉ ତାକୁ ମୁଁ ଛେନାପୋଡ଼ ବନାଉଛି। ତ ଏଇଟା ମୁଁ ଘର ପାଇଁ ବନାଉଛି, କୌଣସି କାହାର ଅର୍ଡ଼ର ନାହିଁ। ଏଇଟା ଘର ପାଇଁ ହିଁ ମୁଁ ପ୍ରିପାରେସନ୍ କରୁଛି। ଆଉ ଏଇଟା ହେଉଛି ନ୍ୟୁ ଇୟର୍ ଦିନର। ନ୍ୟୁ ଇୟର୍ ଦିନ ଆମର ଗୋଟେ ପାର୍ଟି ଥିଲା, ତ ସେଇଠିକି ମୁଁ ଛେନାପୋଡ଼ ନେଇକି ଯାଇଥିଲି। ଆମେ ଓଡ଼ିଆ ଲୋକ କିଛି ମିଶିକି ପାର୍ଟି କରୁଥିଲୁ। ଏବେ ଦେଖନ୍ତୁ, ଆଉ ତାପରେ ଏମିତି ତାକୁ ଗୋଟେ କପଡ଼ା ଦେଇକି, ହ୍ୱାଇଟ୍ କପଡ଼ା ଦେଇକି ମୁଁ ତାକୁ ଛାଣି ନେଇଛି। ଆଉ ଏ ଛେନା ପାଣିଟାକୁ ଆପଣମାନେ ଷ୍ଟୋର୍ କରିପାରିବେ ଯଦି ଆପଣମାନେ ରେଗୁଲାର ବନାଉଛନ୍ତି। ଅଦରୱାଇଜ୍ ଆପଣମାନେ ଫିଙ୍ଗି ଦେଇପାରିବେ, କିଛି ଅସୁବିଧା ନାହିଁ। ଆଉ ଏଇଟା 3-4 ଦିନ ପରେ ୟୁଜ୍ କରିହେବ ପୁଣି ଥରେ ଛେନା ପାଣି ଛିଡ଼େଇବା ପାଇଁ। ଆଉ ଆକୁ ଏମିତି ମୁଁ ଟିକେ ଚିପୁଡ଼ି ଦେଇଛି, ହାଲକା ଟିକେ ଚିପୁଡ଼ି ଦେବେ ଯେମିତି ଏଥିରୁ ପାଣିଟା ବାହାରିଯିବ। ଆଉ ସେ ପାଣିଟାକୁ ଷ୍ଟୋର୍ କରିକି ରଖିଦେବେ, ଯଦି ପଛରେ ହୁଏତ ଦରକାର ହେବ ଆପଣମାନେ ସେଟାକୁ ଆଡ଼୍ କରିପାରିବେ, ଛେନାରେ ଆଡ଼୍ ହେବ। ଏବେ ଦେଖନ୍ତୁ ଛେନାଟା ଏମିତି ଭାବରେ ଡ୍ରାଏ ହେଇଯାଇଛି। ଏବେ ମୁଁ ତାକୁ ଚକଟି ନେବି। ଗୋଟେ ବଡ଼ ଥାଳିକୁ ମୁଁ ତାକୁ କାଢ଼ି ନେଇଛି। ଟିକେ ଗରମ ଯଦି ଥିବ ଆପଣମାନେ ସେଟାକୁ ବାଲାନ୍ସ କରିବାକୁ ପଡ଼ିବ। ବହୁତ ଲୋକ ଗରମ ବି କରିଦିଅନ୍ତି, କିନ୍ତୁ ନା, ମୁଁ ଗରମ କରିପାରେନି। ପଛରେ ହାଲକା ଟିକେ ମୁଁ ଗରମ ପାଣି ଛିଞ୍ଚି ଦିଏ। ଏବେ ତାକୁ ମୁଁ ୱେଟ୍ କରି ନେଉଛି। ୱେଟ୍ କରି ନେଲେ ସବୁ ଜିନିଷ 3 ଲିଟର କ୍ଷୀରରୁ ପାଖାପାଖି 584 ଗ୍ରାମ ଛେନା ବାହାରିଛି। ଆଜିକାଲି ଜଣା ନାହିଁ କ୍ଷୀରରୁ କ'ଣ ପାଇଁ କମ୍ ଛେନା ବାହାରୁଛି। ହଁ, ଏଇଟା ମୁଁ ଫୁଲ୍ କ୍ରିମ୍ ମିଲ୍କ ନେଇଥିଲି। ଆଉ ଆପଣଙ୍କୁ ଏମିତି ଏବେ ହାତର ପାପୁଲିରେ ଆକୁ ଏମିତି ଭାବରେ ଚକଟିବାକୁ ପଡ଼ିବ। ଏମିତି ଭାବରେ ଘଷିଲେ ଆମର ଛେନାଟା ସଫ୍ଟ ହେବ ଆଉ ଛେନାପୋଡ଼ଟା ବହୁତ ହି ଭଲ ବନିବ। ଏମିତି ଭାବରେ ସଫ୍ଟ ହେବା ପର୍ଯ୍ୟନ୍ତ ଆପଣମାନେ ତାକୁ ଏମିତି ଘଷିବେ। ଏବେ ଏଥିରେ ସୁଜି ଆଡ଼୍ କରିବା। ଆମେ ପାଖାପାଖି 100 ଗ୍ରାମ ଛେନାରେ 1 ଟେବୁଲ ସ୍ପୁନ୍ ସୁଜି ଆଡ଼୍ କରିବା। ମାନେ ପାଖାପାଖି ଆମର 1 ଲିଟରରୁ 200 ଗ୍ରାମ ଛେନା ବାହାରିବ। ତ ଟୋଟାଲ ଛେନାରେ ଆପଣମାନେ 6 ଟେବୁଲ ସ୍ପୁନ୍ ସୁଜି ଆଡ଼୍ କରିଦିଅନ୍ତୁ। 100 ଗ୍ରାମ ଛେନାରେ 3 ଟେବୁଲ ସ୍ପୁନ୍ ଚିନି ଆଡ଼୍ ହେବ। ମାନେ 1 ଲିଟରରୁ ପାଖାପାଖି 200 ଗ୍ରାମ ବାହାରିଲେ 1 ଲିଟରରେ 6 ଟେବୁଲ ସ୍ପୁନ୍ ଚିନି ଆଡ଼୍ ହେବ। 1 ଲିଟରରୁ 200 ଗ୍ରାମ ଛେନା ହିସାବ କରିକି ହିଁ ମୁଁ ଚାଲୁଛି। ଟିକେ କମ୍ ବେଶୀ ଏଥିରୁ ହେଇପାରେ, ଲଗଭଗ 200 ଗ୍ରାମ ହିଁ ବାହାରିବ। ତ ପାଖାପାଖି 6 ଟେବୁଲ ସ୍ପୁନ୍ ଚିନି 1 ଲିଟର କ୍ଷୀର ପାଇଁ ଆଡ଼୍ ହେବ। ଏବେ ଆପଣଙ୍କୁ ହିସାବଟା କ୍ଲିଅର ହେଇଯାଇଥିବ, ମୁଁ ଭାବୁଛି ବହୁତ ଭଲ ଭାବରେ କ୍ଲିଅର ହେଇଯାଇଥିବ। ତ ଏତିକି ଜିନିଷ ଆଡ଼୍ କରିବା ପରେ ଆକୁ ଆମେ ଭଲ ଭାବରେ ଫେଣ୍ଟି ଦେବା। ଆଉ ଛେନାଟାକୁ ଟିକେ ଶୁଖିଲା ରଖନ୍ତୁ, କାହିଁକିନା ଏସବୁ ଜିନିଷ ମିଶିବା ପରେ ସେଥିରୁ ପାଣି ବାହାରିବ। ହଁ, ଚିନିଟା ଏଠି ବହୁତ ବଡ଼ ଦାନା ଚିନି ଆସେ, ସେଥିଲାଗି ମୁଁ ଚିନିଟାକୁ ପାଉଡ଼ର କରିଦେଇଛି। ଆପଣମାନେ ଛୋଟ ଦାନା ଚିନି ଆରାମସେ ଡାଇରେକ୍ଟ ମିଶାଇ ପାରିବେ। ଆଉ ସୁଜି ବି ସେଇ ସେମ୍ ଛୋଟ ଦାନାର ପଡ଼ିବ। ଏବେ ଦେଖନ୍ତୁ ବଟର ପେପରଟା ମୁଁ ଏଥିରେ ଲଗାଉଛି। ଆପଣମାନେ ଘରେ ଯଦି ଅଛି ଆମର ଯେଉଁଟା ଶାଳ ପତ୍ର ମିଳୁଛି ସେଟା ଲଗାଇ ପାରିବେ। ତ ମୋ ପାଖରେ ତ ଏଠି ରହେନି, ତେଣୁ ମୁଁ ବଟର ପେପର ଲଗାଏ। ଆଉ ବଟର ପେପରକୁ ମୁଁ କାଟେନି ତା ସାଇଜ୍ରେ। ଯେତିକି ଜିନିଷ ଚାରିପଟୁ ପଳିଯାଏ ସେଟାକୁ ଏମିତି ଭିତରକୁ ଫୋଲ୍ଡ କରିଦିଏ। ତ ଏଇଟା ମୋଟା ହେଇକି ରହିଲେ ବହୁତ ଇଜିଲି ଛେନାପୋଡ଼ଟା ଆମର ଛାଡ଼ିଯାଏ। ତ ସେଥିଲାଗି ମୁଁ ଏଟାକୁ କାଟେନି। ଆଉ ଏବେ ଏଥିରେ ଆମେ ଛେନାଟାକୁ ଆଡ଼୍ କରିବା। ଛେନାଟାକୁ ଆଡ଼୍ କରିକି ଏମିତି ଭାବରେ ତାକୁ ଲେୟାରିଂ କରିଦେବା। ଆଉ ମୁଁ ଗୋଟେ ଜିନିଷ ଭୁଲି ଯାଇଥିଲି, ଇଲାଇଚି ପାଉଡ଼ରଟା ପକାଇବାକୁ। ତ ପୁଣି ଥରେ ତା ଉପରେ ଇଲାଇଚି ପାଉଡ଼ରଟା ପକାଉଛି। ଆପଣମାନେ ସବୁ ଜିନିଷ ଫେଟିଲା ବେଳେ ଏଇ ଇଲାଇଚିଟା ପାଖାପାଖି 10ଟା ଖଣ୍ଡେ ଅଳେଇଚ ମୁଁ ଏଠି ଛେଚିକି ଆଡ଼୍ କରିଦେଇଛି। ତ ଆପଣମାନେ ଯେତେବେଳେ ଚିନି ହେରିକା ସବୁ ଆଡ଼୍ କରିବେ ସେଇ ସମୟ ଆଡ଼୍ କରିପାରିବେ। ମୋର ଦିମାଗରୁ ପଳେଇଥିଲା। ତାପରେ ପୁଣି ଥରେ ତାକୁ ମୁଁ ଏମିତି ଭାବରେ ଲେୟାରିଂ କରି ନେଇଛି। ଏବେ ଆମେ ତା ଉପରେ ଏମିତି ଆଉ ଗୋଟେ ପ୍ଲେଟ୍ ଢାଙ୍କି ନେବା। ଏଇଟା ବହୁତ ଜରୁରୀ, ନହେଲେ ଛେନାପୋଡ଼ଟା ଆମର ଡ୍ରାଏ ହେଇଯିବ। ତ ଢାଙ୍କି ନେବା ପରେ ତାକୁ ମୁଁ 200 ଡିଗ୍ରୀ ସେଲସିୟସରେ 40ରୁ 60 ମିନିଟ୍ ପାଇଁ
ବେକ୍ କରିନେବି। ଦେଖନ୍ତୁ ଏଇଟା ଏବେ ଭଲ ଭାବରେ ବେକ୍ ହେଇଯାଇଛି। ଆକ୍ଚୁଆଲି ତାର ଉପରଟା ପ୍ଲେଟ୍ କାଢ଼ିକି ଆଉ 10 ମିନିଟ୍ ଆପଣଙ୍କୁ ବେକ୍ କରିବାକୁ ପଡ଼ିବ। 40 ମିନିଟ୍ ଟାଇମ୍ ଦେଇଦିଅନ୍ତୁ। ଆଉ 10 ମିନିଟ୍ ଉପରଟା ଟିକେ ବେକ୍ କରିବାକୁ ପଡ଼ିବ, ଏମିତି ଭାବରେ ସୁନ୍ଦର ଭାବରେ କଲର୍ ଆସିବାକୁ। ତ ଏଇଟା ହିଁ ହେଉଛି ଆଜିର ଛେନାପୋଡ଼ର ରେସିପି। ଆପଣଙ୍କ ପାଇଁ ବହୁତ ଇଜି କରିବା ପାଇଁ ମୁଁ ଚେଷ୍ଟା କରିଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଭିଡ଼ିଓ ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିବାକୁ ଭୁଲନ୍ତୁ ନାହିଁ। ଆଜି ପାଇଁ ଭିଡ଼ିଓରେ ଏତିକି, ରହୁଛି। ନମସ୍କାର, ଜୟ ଜଗନ୍ନାଥ। ଛେନାପୋଡ଼ଟା ବହୁତ ହି ସଫ୍ଟ ବନିଥିଲା। ତା ସାଙ୍ଗରେ ଆଜିର ପାର୍ଟି ପାଇଁ ମୁଁ ବନେଇଥିଲି ଆଳୁଚପ୍।